12 ଜଣକୁ ଗିରଫ କଲା ରାଉରକେଲା ଅବକାରୀ। ରାଉରକେଲା ସହରରେ ପୁଣି 12 ଜଣକୁ ଗିରଫ କଲା ରାଉରକେଲା ଅବକାରୀ ବେଆଇନ ମହୁଲି ମଦ କାରବାର ଅଭିଯୋଗରେ। ରାଉରକେଲା ଅବକାରୀର ଚଢ଼ାଉ କାର୍ଯ୍ୟକ୍ରମ ଜାରି ରହିଛି। ସହର ତଳି ବସ୍ତି ଇଲାକାରେ ମହୁଲି ମଦକୁ ରୋକିବା ପାଇଁ ଅବକାରୀ ଉଦ୍ୟମ ଚଳାଇଥିବା ବେଳେ ସଚେତନତାର ଘୋର ଅଭାବରୁ ଗାଁ ଗହଳି, ସହର ତଳି ବସ୍ତି ଇଲାକାରେ ମହୁଲି ମଦ ରନ୍ଧା କାର୍ଯ୍ୟକ୍ରମ ଜାରି ରହିଛି। ନିଶା ଖାଇ ଲୋକ ନିଜେ ନଷ୍ଟ ହେବା ସହିତ ପରିବାରକୁ ନଷ୍ଟ କରୁଛନ୍ତି। ତଥାପି ଏଯାଏଁ ନିଦ ଭାଙ୍ଗିନି ଲୋକଙ୍କର। ଗତ 17 ତାରିଖରେ ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ବିଶ୍ରା ଟାଙ୍ଗରପାଲି ଅଞ୍ଚଳକୁ ଚଢ଼ାଉ କରି ମୋଟ 13 ଗୋଟି କେସ୍ କରାଯାଇଥିବା ବେଳେ 333 ଲିଟର ବେଆଇନ ମହୁଲି ମଦ ଓ 2220 କେଜି ମହୁଲ ପୋଚ ଜବତ କରାଯାଇ ନଷ୍ଟ କରିଦିଆଯାଇଛି। ମହୁଲି ମଦ ପ୍ରସ୍ତୁତି ଓ କାରବାର ଅଭିଯୋଗରେ 12ଟି କ୍ଲେମ୍ କେସ୍ କରାଯାଇଛି ଓ ଗୋଟିଏ ଅନକ୍ଲେମ୍ କେସ୍ କରାଯାଇଛି। ରାଉରକେଲା ଅବକାରୀ ବିଭାଗ ମୋଟ 12 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବୁଧନ ଭକ୍ତ, ସୁଲୋଚନା ଧୋବା, ଧ୍ୟାନସିଂ କୁମାର, ଲୁଣ୍ଡି କୁମାର, ପାଙ୍ଗିନୀ ଭକ୍ତା, ଅଜୟ ସିଂ, ଗୀତା ମହାକୁଡ଼, ସନ୍ତୋଷ ତେକାମ, ସୁଖରାମ ଜୋଜୋ, ସୁଖଦେବ ଲୋହାର, ଲକ୍ଷ୍ମୀ କୁମାର ବୋଲି ଜଣାପଡ଼ିଛି। ଏହି ଚଢ଼ାଉରେ ରେଞ୍ଜ ଇନ୍ସପେକ୍ଟର ଶ୍ରୀ ମୋହନ ପ୍ରଧାନ, ଇନ୍ସପେକ୍ଟର ଦିଲ୍ଲୀପ କୁମାର ନାୟକ, ଏସ୍ଆଇ ଅଜୟ ପ୍ରଧାନ, ଏଏସ୍ଆଇ ବିଦ୍ୟୁତ ଭୂଷଣ ଦାସ, ଏଏସ୍ଆଇ କୁମାରୀ, ଜେମାମଣି କିଷାନ, ଶ୍ରୀନିବାସ ବିଶୋଇ, ସୌମ୍ୟ ରଞ୍ଜନ ସାହୁ, ସୁକାନ୍ତ ଅମାତ, ସୂର୍ଯ୍ୟକାନ୍ତ ସ୍ୱାଇଁ, ସପନ ସାହୁ, କୁମାରୀ ପ୍ରଧାନ, ଭିକ୍ଟୋରିଆ ଡୁଙ୍ଗଡୁଙ୍ଗ, ନିରଞ୍ଜନ ରାଉତ, ଆକାଶ ପଟେଲ ଆଦି ସାମିଲ ହୋଇଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।